ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଆପଣମାନେ ସବୁ ଭଲରେ ଅଛନ୍ତି? ଆପଣମାନେ ସମସ୍ତେ ଭଲରେ ଥାଆନ୍ତୁ। ମୁଁ ଜଗନ୍ନାଥଙ୍କୁ ଡାକୁଛି, ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ଭଲରେ ରଖନ୍ତୁ। ଆଉ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କାଶ୍ଚିତ୍ ଦୁଃଖ ଭାଗ ଭବତୁ। ସର୍ବେ ସମସ୍ତେ ଭଲରେ ରୁହନ୍ତୁ, ସମସ୍ତେ ଆନନ୍ଦରେ ରୁହନ୍ତୁ, ସମସ୍ତେ ସୁଖରେ ଜୀବନଯାପନ କରନ୍ତୁ, ସମସ୍ତେ ଭଦ୍ର ଭଳି ଆଚରଣ କରନ୍ତୁ। ଏହା ମୋର ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା। ସମସ୍ତଙ୍କୁ ଜଗନ୍ନାଥ ଭଲରେ ରଖନ୍ତୁ। ଆଉ ମୋର ଆଜି ବ୍ଲଗ୍ଟା ସକାଳୁ ଆରମ୍ଭ ହେଉଛି। ମୁଁ ତ କେତେ ଦିନ ହେଲା ବ୍ଲଗ୍ ଛାଡ଼ି ପାରୁନି। ମୋର ମୋବାଇଲ ଧରିବା ଲୋକ କେହି ନାହାନ୍ତି। ମୋତେ ବି କିଛି ବି ଜଣା ନାହିଁ ଏ ମୋବାଇଲ ବିଷୟ, ଏଇ ବ୍ଲଗ୍ ୟୁଟ୍ୟୁବ୍ କିଛି ଜଣା ନାହିଁ, କିଛି ଜଣା ନାହିଁ। ମୋ ନାତି ମୋତେ କହିଲା ବୋଲି ମୁଁ ଏଇଟା କରିଦେଇଛି। ଆପଣମାନେ ଟିକେ ସପୋର୍ଟ କଲେ ମୁଁ ଟିକେ ଆଗକୁ ଯାଆନ୍ତି, କି କ'ଣ ସୁବିଧା ସବୁ କରନ୍ତି, କ'ଣ ବ୍ୟବସ୍ଥା କରନ୍ତି, କ'ଣ ସବୁ ଆଣନ୍ତି, କ'ଣ କେମିତି ସବୁ ବ୍ଲଗ୍ କରୁଛନ୍ତି, ସବୁ କିଛି କୌଣସି ସୁବିଧା ମୁଁ କରିପାରୁନି, ମୁଁ ଜାଣିପାରୁନି କିଛି। ଆଉ ସକାଳୁ ସକାଳୁ ସେ ଝିଅ ଜ୍ୱାଇଁ ସମସ୍ତେ ନିଜ ନିଜ କାମରେ ପଳେଇଲେଣି, ସମସ୍ତେ ଅଫିସ୍ ପଳେଇଲେଣି। ଝିଅ ଏମ୍ସରେ ଚାକିରି କରେ, ସେ PMRରେ PG ଅଛି। ଆଉ ଜ୍ୱାଇଁ ଅଛନ୍ତି ଭିଜିଲାନ୍ସ ଇନ୍ସପେକ୍ଟର ରେଲୱେର। ଛୋଟିଆ ନାତିଟା ସେ ପ୍ଲେ ସ୍କୁଲରେ ପଢ଼ୁଛି। ସେ ଟିକେ ଥିଲେ ମୋତେ ହଇରାଣ କରେ, ସେ ନାହିଁ, ସେ ସ୍କୁଲ ପଳେଇଛି। ସମସ୍ତଙ୍କୁ ଗୋଟେ ବ୍ରେଡ଼୍ ଭାଜିକି ଦେଲି, ସେମାନେ ସବୁ ବ୍ରେଡ଼୍ ଖାଇଲେ। ମୁଁ ସେତେବେଳେ ଗୋଟେ ଦୁଇଟା ଖାଇଦେଲି। ମୋର ମେଡ଼ିସିନ୍ ଟିକେ ବ୍ଲଡ଼ ପ୍ରେସର ମେଡ଼ିସିନ୍ ଖାଇଦେଲି। ତାପରେ ଝିଅ ଥୋଇ ଦେଇଯାଇଛି, କହିଲା ମମି ପିଜୁଳି ଅଛି, ପିଜୁଳି ଖାଇଦେବ। ଏଠି ଦେଖନ୍ତୁ ଏଇ ପିଜୁଳି ଥୁଆ ହେଇଛି, ମୁଁ ପିଜୁଳି ଥୁଆ ହେଇଛି, ଦେଖନ୍ତୁ ଏଇ ପିଜୁଳି। ମୁଁ ପିଜୁଳିକି କାଟିକିରି ଖାଇବି। ରଖିଛି ଏଠି ପିଜୁଳି, ବିଟ ଲୁଣ ଲଙ୍କାଗୁଣ୍ଡ ମୋତେ ଭଲ ଲାଗେ ଖାଇବାକୁ, ମୁଁ ସେଟା ଖାଇବି। ଏଇ ଦେଖନ୍ତୁ ପିଜୁଳି ଦେଖନ୍ତୁ, ପିଜୁଳି ଦେଖନ୍ତୁ, ପିଜୁଳି। ଆମର ଆଜି ବହୁତ ପିଲାଦିନ କଥା ମନେ ପଡ଼ୁଛି। ଏଠି ଏକା ହେଇଯାଇଛି, ମୋତେ ଭଲ ଲାଗୁନି ଜମା। ଭାରି ପିଲାଦିନ କଥା ମନେ ପଡ଼ୁଛି, ମୋ ବୋଉ କଥା ବହୁତ ମନେ ପଡ଼ୁଛି। କାହିଁ ଗୋଟେ ମୁଁ ବାହା ହେଉଥିଲି କେଜାଣି। ଆଉ ବାହାଘର ହେଲେ ଭାରି ସଂସାର ଜଞ୍ଜାଳ। ମୋ ବୋଉ ଖାଲି କହିଲା, ତୁ ବାହା ନହେଲେ ଆଉ ତତେ ଘରେ ରଖିବିନି। ବାହା ହେଲେ ଜୀବନଟା ଗୋଟେ ପୂର୍ଣ୍ଣ ହେଇଯାଏ। ହଁ, ପୂର୍ଣ୍ଣ ହେଇଯାଏ, ଘରେ ସଂସାର ହେବ, ପିଲା ଛୁଆ ନାତି ନାତୁଣୀ ହେବେ, ପୂର୍ଣ୍ଣ ହେବ, ଏଇଟା ନିରାଟ ସତ୍ୟ କଥା। କିନ୍ତୁ ତା ପଛରେ ବି ବହୁତ ଜଞ୍ଜାଳ ଅଛି। ଜଞ୍ଜାଳ ବୋଉ ଆମର କହିବ, ସଂସାର ଥିଲେ ଜଞ୍ଜାଳ ଥାଏ। ସେଇ ଜଞ୍ଜାଳ ଭିତରେ ଆନନ୍ଦକୁ ଖୋଜିବାକୁ ପଡ଼େ, ତାରି ଭିତରେ ବି ଆନନ୍ଦ ମିଳେ। ଆନନ୍ଦ ମିଳୁଛି, ନାତି ନାତି କ'ଣ କରୁଛି ନା ଚୁମୁଟୁଛି, ଖଣ୍ଡିଆ କରିଦେଉଛି, ମୋ ସାଙ୍ଗେ ଲାଗୁଛି, ମୋତେ ଖରାବେଳେ ଶୋଇ ଦେଉନି। ଏଇଟା ଗୋଟେ ଆନନ୍ଦ। ସବୁ ମାନେ ସୁଖ ଦୁଃଖକୁ ସୁଖ ବୋଲି ଭାବିବ। ସବୁ ଜିନିଷକୁ ଖୁସିରେ ନେଲେ ସବୁ ଖୁସି, ସବୁ ଆନନ୍ଦ ମିଳିବ। ବୋଉ ମୋତେ ପିଲାଦିନେ ଖାଲି ସବୁବେଳେ, ମୁଁ କିଛି କାମ ଦାମ ଘରେ କରେ ନା, କେବଳ ଯାହା ସ୍କୁଲ ଟିକେ ଯାଏ, କଲେଜ ଯାଏ। ଆଉ ମୁଁ କାମ କରେ, ଯେଉଁ କାମ କରେ ଆପଣମାନେ ଶୁଣିଲେ ହସିବେ। ମୁଁ ଖାଲି ପୁଅ ପିଲାଙ୍କ କାମ କରିବି। ପୁଅ ପିଲାଙ୍କ କାମ ମାନେ କ'ଣ ନା, ମାନେ କେଉଁଠି ଯାଇ ନଡ଼ିଆ ଗଛକୁ ଚଢ଼ିଲେଣି, କେଉଁଠୁ ଗୁଆ ତୋଳିଲେଣି, କେଉଁଠୁ ତାଳ ତୋଳିଲେଣି, ପିଜୁଳି ଗଛରେ ଚଢ଼ିକି ବସି ପିଜୁଳି ଖାଇଲେଣି। ଏମିତିଆ ସବୁ ମୁଁ କାମ କରେ। ଏମିତିକି ମୁଁ ତେଣ୍ଡାରେ ବି ପାଣି ବୋହିଛି। ଧାନ ବି ଆମ ଜେଜେ କାଟିଦେବେ, ଧାନ ଆମେ 5 ଭାଇ ଭଉଣୀ ଧାନ ବୋହିକି ବି ଆଣିଛୁ। ଧାନ ବାଡ଼େଇଛି, ବେଙ୍ଗଳା ଜେଜେ ପକାନ୍ତି ଆମର। ସେତେବେଳେ ତ ବେଙ୍ଗଳା ପଡ଼ୁଥିଲା। ସେତେବେଳେ ମୁଁ କ'ଣ କରେ ନା, ଜେଜେ ଯେତେବେଳେ ଚା ଫା ପିଇବେ, ଜଳଖିଆ ଖାଇବେ, ଆମେ କ'ଣ କରୁ ନା ଭାଇ ଭଉଣୀ ସବୁ ସେଇ ଯେଉଁ ବଳଦ ସବୁ ଯୋଚା ହେଇଥିବେ, ତାଙ୍କ ପଛେ ପଛେ ତାକୁ ବେଙ୍ଗଳା ବୁଲେଇଛୁ। ସବୁ କାମ କରିଛୁ, ମୁଗ ବାଡ଼େଇବା ଠାରୁ, ମୁଗ ଓପାଡ଼ିବା ଠାରୁ, ବିରି ଓପାଡ଼ିବା ଠାରୁ, ଆଳୁ ଆମର ଜେଜେ କରନ୍ତି, ଆଳୁ ଓପାଡ଼ିବ, ଚିନାବାଦାମ ଆମ ଜେଜେ ସବୁ କରନ୍ତି, ପନିପରିବା ସବୁ, ମାଛ ବି ଧରିଛି। ଆମର ଗୋଟେ ଛୋଟ ଗଡ଼ିଆ ଥିଲା, ସେ ଗଡ଼ିଆରେ ଜେଜେ କ'ଣ ପାଣି ବୋହିବ, ଆମେ ଜେଜେ ମୋ ତେଣ୍ଡାରେ ଛେନା ଦେହରେ ପାଣି ବୋହିଦେବୁ। ମୋ ଭାଇ ମୁଁ ସମସ୍ତେ 5 ଭାଇ ଭଉଣୀ ମିଳିମିଶିକି ସବୁ କାମ ଆମେ ନିଜେ ନିଜେ କରିଛୁ। ରୋଷେଇଟା କରେ ନା, ମୋତେ ରୋଷେଇ ଚୁଲି ଲଗେଇ ଆସେନା। ମୋ ବୋଉ କହିବ, ତୁ ଚୁଲି ଲଗେଇ ଶିଖୁନୁ, କେମିତି ରୋଷେଇ କରିବୁ ଶାଶୁ ଘରକୁ ଗଲେ। ମୁଁ କହିଲି, ତୁ କାଉଁରିଆ ପଠେଇଦେବୁ, ମୁଁ କାଉଁରିଆ ଜାଳିକି ରୋଷେଇ କରିବି। ନା, କାଉଁରିଆ ଜାଳି ତୋ ଶ୍ୱଶୁର ଘର କାଉଁରିଆ ଶ୍ୱଶୁର ଆଣିକି ଦେବ। ମୁଁ କହିଲି, ଶ୍ୱଶୁର ନଦେଲେ ନାହିଁ,
ତୁ ଦେଇଦେବୁ। ତୁ ଆଣିଦେଲେ ମୁଁ କହିପାରିବି ନା ମୋର ଇଏ କରିବି, ମୁଁ ମୋର ଜାଳିକି ରୋଷେଇ କରିବି। ତୁ ଭାର ଦେଇଦେବୁ, ତୁ ଆଉ କିଛି ଦେବୁନୁ, ଭାରରେ ଖାଲି କାଉଁରିଆ ଦେବୁ। ଏ କଥା ସବୁ ମନେ ପଡ଼ିଲାକୁ କେତେ ଇଏ ଲାଗୁଛି। ବୋଉ କଥା, ବୋଉ ଆଉ ନାହିଁ ସଂସାରରେ। ସଂସାରଟା ଏଇଭଳିଆ। ଆଜି ମୁଁ ବି ଅଛି, କାଲି ନଥିବି। ଆଉ ଜନ୍ମ ଥିଲେ ତ ମୃତ୍ୟୁ ଅଛି ସୁନିଶ୍ଚିତ। ଆଉ କ'ଣ କରିବା, ମନ ଜମାରୁ ଭଲ। ଆଜି ବୋଉ କଥା ଭାରି ମନେ ପଡ଼ୁଛି, ଭାରି ମନେ ପଡ଼ୁଛି। ବାପା ମା' ଠାରୁ ଆଉ ମୂଲ୍ୟବାନ ଜିନିଷ କେହି ନାହିଁ ଦୁନିଆରେ। ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ। ଜନନୀ ଆଉ ଜନ୍ମଭୂମି ମାନେ ସ୍ୱର୍ଗ ଠାରୁ ବଡ଼। ଯାହାର ମା' ନାହିଁ ତାର ସାହା ନାହିଁ। ଆଉ ଭଲ ଲାଗୁନି ଜମା। ମା' ନାହିଁ, ବାପା ବି ଚାଲିଗଲେ। ବାପା ଚାଲିଗଲେ ଆଗ, ତାପରେ ମା' ଚାଲିଗଲେ। ଆଉ କ'ଣ ଭଲ ଲାଗିବ? ଆଉ କିଛି ଭଲ ଲାଗୁନି। କେଉଁଠି ଯିବାକୁ ମୁଁ ଘର ପାଖକୁ ଗଲା ମାନେ, ଆମ ଘର ପାଖ ବଜାର ଯେତେ କାମ ପଡ଼େ ଯାଏ, ସାଙ୍ଗେ ସାଙ୍ଗେ କରିକିନା ପଳେଇବି। ମାନେ ଯେମିତି ଗୋଟେ ଟାଣି ହେଇଯାଏ ସିଆଡ଼କୁ, ମୋ ବାପଘର ଆଡ଼କୁ ଟାଣି ହେଇଯାଏ, ଯେମିତି ଚୁମ୍ବକ ଦ୍ୱାରା ଆକର୍ଷିତ ହେଲା ଭଳିଆ। ଆଉ ବୋଉ ଗଲା ପରେ ଆଉ ସେତିକି ଇଚ୍ଛା ନାହିଁ। ତାପରେ ମୁଁ ତ ନିଜେ ଅସୁସ୍ଥ ହେଇ ପଡ଼ିଲି। ମୁଁ ତ ମୋର ହାତ ଗୋଡ଼ ଚାଲୁନି, ମୁଁ ହ୍ୱିଲ୍ ଚେୟାରରେ ବସିଛି, ହ୍ୱିଲ୍ ଚେୟାରରେ ଯିବା ଆସିବା କରୁଛି। ଆଉ ମୁଁ କ'ଣ କିଛି କରିପାରିବି ନା, କୁଆଡ଼େ ଯାଇପାରିବି ନା। କୌଣସି ନିଆଁ ନିମିତ୍ତରେ ବି ମୁଁ ଆଉ ଯାଉନି, କେଉଁଠିକି ଯାଇପାରୁନି। ଏଇ ବେଡ଼୍ ଆଉ ବେଡ଼୍ ରହିଛି, ମୃତ୍ୟୁକୁ ଅପେକ୍ଷା। ଆଉ କିଛି ନାହିଁ। ଏଇଆ ସବୁ କଥା। ଆଉ କିଛି ଭଲ ଲାଗୁନି। ଆପଣମାନେ ସବୁ କ'ଣ କରୁଛନ୍ତି? ଆମେ ତ ଦୁଇଟା ଚଢ଼େଇ ଦେଖନ୍ତୁ ମେ ମେ ହେଉଛନ୍ତି। ମୁଁ ଦୁଇଟା ଲଭ୍ ବାର୍ଡ଼ ରଖିଛି, ସେ ଖାଲି ବୋବଉଛନ୍ତି ସବୁବେଳେ। ମୋତେ ଖରାବେଳଟେ ଶୋଇ ବି ଦେଉନାହାନ୍ତି। 5ଟା ବାଜିଲା ମାନେ ସେ ଉଠିବେ। ସେ ଉଠିଲା ମାନେ ମୁଁ ତାଙ୍କ ସାଙ୍ଗେ ଉଠିଲି। ଆଉ ଏଠି ମୁଁ ବାଲକୋନିରେ ଟିକେ ବସେ, ଖରାରେ ଟିକେ ବସେ, ସକାଳୁ ସକାଳୁ ବାଲକୋନିରେ ଟିକେ ବସେ। ତାପରେ କ'ଣ କରେ ନା, ଏଠି ଟିକେ ବାଲକୋନିରେ ସବୁ ଗୋଲାପ ଗଛ ଲଗେଇଛି, ଫୁଲ ଗଛ ସବୁ ଲଗେଇଛି। ମୁଁ ତ ଆପଣଙ୍କୁ ଦେଖେଇଥିଲି। ଗୋଟେ ପିଜୁଳି ଗଛ ଲଗେଇଛି, ଯେଉଁ ହାଇବ୍ରିଡ଼ ପିଜୁଳି, ଯେଉଁ ଛୋଟିଆ ଗଛଟା, ତା ଦେହରେ ପିଜୁଳି ହେଇଛି। ଆଉ ପିଆଜ ସବୁ ଲଗେଇଛି। ତାପରେ ସବୁ ଜୁଆଣି ଗଛ ଗୋଟେ ଲଗେଇଛି, ଭୃଷଙ୍ଗ ପତ୍ର ଗଛ, ଏମିତି ଛୋଟ ଛୋଟ କୁଣ୍ଡରେ ଯେତିକି ହେଇପାରିବ ଆଉ ଏସବୁ ଲଗେଇଛି। ଆଉ ଆପଣ ସବୁ କେମିତି ଅଛନ୍ତି, କ'ଣ ସବୁ କରୁଛନ୍ତି? ଆଉ ତ କିଛି କହିପାରୁନି। ଆପଣମାନେ ମୋ ବ୍ଲଗ୍କୁ ସପୋର୍ଟ କରନ୍ତୁ, ମୋତେ ଟିକେ ସବସ୍କ୍ରାଇବ୍ କରନ୍ତୁ। ମୁଁ ଏତେ ଦିନ ହେଲାଣି ଭିଡ଼ିଓ କରୁଛି, ବ୍ଲଗ୍ କରୁଛି। ଆପଣମାନେ ଟିକେ ସବସ୍କ୍ରାଇବ୍ କରନ୍ତୁ। ଆଉ ପ୍ଲିଜ୍ କରନ୍ତୁ ଟିକେ ସବସ୍କ୍ରାଇବ୍। ଆଉ ସମସ୍ତେ ଭଲରେ ରହନ୍ତୁ। ମୁଁ ଏଇଠି ରଖୁଛି। ଥ୍ୟାଙ୍କ ୟୁ।